ଭାଗବତ ଏକାଦଶ ସ୍କନ୍ଧ। ଓଁ ନମୋ ନୃସିଂହାୟ। ପ୍ରଥମ ଅଧ୍ୟାୟ। ନାରାୟଣ ନମସ୍କୃତଂ ନରଚୈବ ନରୋତ୍ତମଂ ଦେବୀ ସରସ୍ୱତୀ ବ୍ୟାସଂ ତତୋ ମୁଦୀରତେ। ମୋକଂ କରତି ବାଚାଲଂ ପଙ୍ଗୁଲଙ୍ଗୟନ୍ତେ ଗିରି ଯତ୍କୃପାତମଂ ବନ୍ଦେ ପରମାନନ୍ଦ ମାଧବ ହରି। ନମୋ ନୃସିଂହ ଚରଣ ଅନାଦି ପରମ କାରଣ ଲୀଳା ବିଦ୍ରୁତ କଲେବର ଦେବ ମାନବେ ଅଗୋଚର। ମାୟା ସଂସାରେ ଯାର ଲୀଳା ଜାନାମ ଭବ ଜଲେ ଭେଲା। କରୁଣା କଟାକ୍ଷ ପ୍ରକାଶେ ଭକତ ଜନ ଦୁଃଖ ନାଶେ। ସେ ହରି ଚରିତ ପ୍ରକାଶେ ଶ୍ରୀ ଏକାଦଶ ଭାଗବତେ। ଏ ଭାଗବତ ଧର୍ମ କଥା ହେଲେ ଖଣ୍ଡଇ ଭବ ବ୍ୟଥା। ନାରଦ ବସୁଦେବ ବାଣୀ ନିମିଭାରା ଜନ ନବ ମୁନି। ଉଦ୍ଧବ ନିସ୍ତାରଣ ବାଣୀ ଯାହା କହିଲେ ଚକ୍ରପାଣି। ସେ କଥା ପ୍ରାକୃତେ ପ୍ରକାଶ ଆରମ୍ଭେ ଜଗନ୍ନାଥ ଦାସ। ବ୍ୟାସନନ୍ଦନ ମୁଖୁ ଶୁଣି ନିର୍ମଳ ଭାଗବତ ବାଣୀ। ସାଧୁ ସଙ୍ଗମ ଗଙ୍ଗା ତୀରେ ଶୁକ ଚରଣ ଧରି କରେ। ଆନନ୍ଦେ କରି ଅଶ୍ରୁପାତ ବୋଇଲେ ଅଭିମନ୍ୟୁ ସୁତ। ଭୋ ମୁନି ନମେ ତୋ ପୟରେ ମତେ ଉଦ୍ଧାର ଏ ସଂସାରେ। କହ ଶ୍ରୀକୃଷ୍ଣ ଗୁଣମାନ ପୁଣି କି କଲେ ଭଗବାନ। ବ୍ୟାସ ମୁଖରୁ ତନୁ କହନ୍ତି ବ୍ୟାସଙ୍କ ତନୁଜ ଶୁଣ ପରୀକ୍ଷ ମହାରାଜ। ଦେବଙ୍କ ବ୍ୟାକୁଳେ ମୁରାରି ଅଂଶେ ମନୁଷ୍ୟ ଦେହ ଧରି। ଦୁର୍ଜନ ଦୁଷ୍ଟ ଗଣ ମାରି ଅବନୀ ଭାରା ହେଲେ ହରି। ଲାବଣ୍ୟ ରୂପେ ଜନମୋହି ପ୍ରାଣୀ ନୟନେ ସୁଖ ଦେଇ। ସେ ରୂପ କରି ଅନ୍ତର୍ଧ୍ୟାନ ହରିଲେ ପ୍ରାଣୀଙ୍କର ମନ। କୃଷ୍ଣ କୋମଳ ମୃଦୁ ବାଣୀ ଯେ ଅବା କର୍ଣ୍ଣେ ଥିଲେ ଗୁଣୀ। ତେଣୁ ତାହାଙ୍କ ଚିତ୍ତ ହରି ଅନ୍ତର ହୋଇଲେ ମୁରାରି। କୃଷ୍ଣର ପାଦ ପଦ୍ମ ଚିହ୍ନ ସୁନ୍ଦର ମନ୍ଥର ଗମନ। ଯେ ଅବା ଦେଖିଥିଲେ ଜନ ସେ ପାଦ ପଦ୍ମେ ଦେଇ ମନ। ସେ ରୂପେ ତାଙ୍କ ମନ ହରି ନିଜ ଭୁବନେ ବିଜେ କରି। କୁରୁ ପାଣ୍ଡବ ମଧ୍ୟେ ହରି ମାୟା କନ୍ଦରେ ଭେଦ କରି। କପଟ ପାଷାଣ ବନବାସ ଆକର୍ଷି ଦ୍ରୌପଦୀର କେଶ। ଭୀମକୁ ବିଷ ଲଡୁ ଦେଇ ଯଦୁର ଘରେ ଅଗ୍ନି ଦାହି। ଏ ଆଦି ଯେତେ କଷ୍ଟ ମାନ ପାଣ୍ଡବେ ଦେଲା ଦୁର୍ଯ୍ୟୋଧନ। ସେ ଅପମାନେ ମାନ ବହି ସଙ୍ଗତେ ଘେନି ପାଞ୍ଚ ଭାଇ।
ନିମନ୍ତେ କରି ତାଙ୍କୁ ହରି ଅନେକ କ୍ଷୋହୀଣ ମାରି ବାରାଣୀ ବାରି ଭଗବାନ ଅନ୍ତେ ଚଲିଲେ ନିଜ ସ୍ଥାନ। ସମସ୍ତେ ବୋଲ ହରି 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 କରିବେ ଭବୁ ପାରି ନାମେ ବାନ୍ଧ ଭେଲା ପାରି କରିବେ ଚକା ଡୋଲା। ସେ ଚକା ଡୋଲାଙ୍କ ପୟରେ ମନ ମୋର ରହୁ ନିରନ୍ତରେ ମୋ ମନ ନିରନ୍ତରେ ରହୁ। ହେ କୃଷ୍ଣ ବୋଲି ଯିବ ଯାଉ ହେ କୃଷ୍ଣ ବୋଲି ଯାଉ ଯିବ ମୋତେ ଉଦ୍ଧାର ରାଧାଧବ ମୋତେ ଉଦ୍ଧାର ରାଧାଧବ ମୋତେ ଉଦ୍ଧାର ରାଧାଧବ। ନମସ୍କାର ପ୍ରିୟ ଦର୍ଶକ ଶ୍ରୋତା ବନ୍ଧୁ, ଗଣେଶ ମେହେର ଭକ୍ତି ଚ୍ୟାନେଲ ଭିଡ଼ିଓଟିକୁ ଭଲ ଲାଗିଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ, କମେଣ୍ଟ ମଧ୍ୟ କରନ୍ତୁ। ନମସ୍କାର।